ଜୟ ଜଗନ୍ନାଥ। ନମସ୍କାର ଦର୍ଶକ ବନ୍ଧୁ। ବିପଦ ପ୍ରତି ପାଦେ ପାଦେ ଥାଏ, କିନ୍ତୁ ବିପଦକୁ ସାମ୍ନା କରି ଯେ ଆଗକୁ ବଢ଼େ ତାକୁ କୁହନ୍ତି ପ୍ରକୃତ ମଣିଷ। ଜୀବନ ମାନେ ହିଁ ସଂଘର୍ଷ। ଜୀବନକୁ ସରସ, ସୁନ୍ଦର ଓ ମଧୁମୟ କରିବା ପାଇଁ ଲୋଡ଼ା ଅଜସ୍ର ଧୈର୍ଯ୍ୟ। ଯେଉଁ ଧୈର୍ଯ୍ୟକୁ ହାତରେ ରଖି ଆମେ ଆଗକୁ ବଢ଼ିପାରିବା। ଜ୍ଞାନ ଗଙ୍ଗାର ଜଳ। କିଭଳି ଭାବରେ ଜଳରୁ ଆମେ ଧୈର୍ଯ୍ୟର ଏକ ଅମାପ ଫଳ ପାଉ। ସୁନ୍ଦର କାହାଣୀଟିଏ ଗୌତମ ବୁଦ୍ଧଙ୍କ ମୁଖରୁ ଆପଣ ଶୁଣିଲେ ଆପଣଙ୍କ ଜୀବନ ସାର୍ଥକ ହେବା ସହ ଆପଣ ବୁଝିପାରିବେ ବିପଦ ସମୟରେ କ'ଣ କରିବା ଉଚିତ। ଶୁଣନ୍ତୁ ଦର୍ଶକ ବନ୍ଧୁ, ସୁନ୍ଦର କାହାଣୀଟି। ମହାତ୍ମା ବୁଦ୍ଧ ବିଶ୍ୱ ଭ୍ରମଣ କରି ବୌଦ୍ଧ ଧର୍ମର ପ୍ରଚାର କରୁଥିଲେ। ଲୋକଙ୍କୁ ଜ୍ଞାନ ବାଣ୍ଟୁଥିଲେ। ଥରେ ବୁଦ୍ଧଦେବ କିଛି ଶିଷ୍ୟଙ୍କ ସହ ଏକ ଗ୍ରାମରେ ଭ୍ରମଣ କରୁଥିଲେ। ସେତେବେଳେ କୌଣସି ବାହନ ନଥିଲା। ଲୋକମାନେ ଖାଲି ପାଦରେ ମାଇଲ ମାଇଲ ରାସ୍ତା ଅତିକ୍ରମ କରୁଥିଲେ। ଗାଁରେ ବୁଲୁ ବୁଲୁ ବହୁତ ବିଳମ୍ବ ହୋଇଗଲା। ବୁଦ୍ଧଦେବଙ୍କୁ ଜୋରରେ ଶୋଷ ଲାଗୁଥିଲା। ଜଣେ ଶିଷ୍ୟଙ୍କୁ ଗାଁରୁ ପାଣି ଆଣିବାକୁ ସେ ଆଜ୍ଞା ଦେଲେ। ଶିଷ୍ୟ ଗୁରୁଙ୍କ ଆଜ୍ଞାକୁ ଶୁଣି ଗାଁ ଭିତରକୁ ଯାଇ ଦେଖିଲେ ସେଠାରେ ଗୋଟିଏ ନଦୀ ଅଛି। ଗାଁର ଅନେକ ଲୋକ ସେହି ନଦୀରେ କପଡ଼ା ଧୋଉଥିଲେ, ଗାଧୋଉଥିଲେ, ସ୍ନାନ କରୁଥିଲେ। କିଛି ଲୋକ ସ୍ନାନ ସହ ଗାଈ ବି ଧୋଉଥିଲେ। ଫଳରେ ନଦୀ ପାଣି ଖରାପ ହୋଇଥିଲା। ଶିଷ୍ୟ ଚିନ୍ତା କଲା, ଗୁରୁଜୀଙ୍କ ପାଇଁ ଦୂଷିତ ପାଣି ନେବା ଠିକ୍ ହେବ ନାହିଁ। ତେଣୁ ସେ ଚିନ୍ତା କରି ସେ ଫେରିଗଲା। ବୁଦ୍ଧଙ୍କୁ ଖୁବ୍ ଜୋରରେ ଶୋଷ ଲାଗିଥିଲା। ତେଣୁ ସେ ଆଉ ଜଣେ ଶିଷ୍ୟଙ୍କୁ ପାଣି ଆଣିବାକୁ ପଠାଇଲେ। କିଛି ସମୟ ପରେ ସେ ପାଣି ଧରି ଫେରିଲା। ମହାତ୍ମା ପଚାରିଲେ, ନଦୀର ପାଣି ତ ଦୂଷିତ ଥିଲା, ତାହେଲେ ତୁମେ ପାଣି କେଉଁଠୁ ଆଣିଲ? ଶିଷ୍ୟ କହିଲା, ପ୍ରଭୁ, ହେ ଗୁରୁ ମହାତ୍ମା, ସେ ନଦୀର ପାଣି ବାସ୍ତବରେ ଦୂଷିତ ନଥିଲା, କିନ୍ତୁ ଲୋକମାନେ ଯିବା ପରେ ମୁଁ କିଛି ସମୟ ଅପେକ୍ଷା କଲି। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏଠି ଦ୍ୱିତୀୟ ଶିଷ୍ୟଟି ଧୈର୍ଯ୍ୟ ଧରିଛି। ସେ କହିଲା, ମାଟି ତଳେ ବସିଗଲା ଓ ସ୍ୱଚ୍ଛ ପାଣି ଉପରେ ରହିଲା। ବୁଦ୍ଧ ଏହା ଶୁଣି ପ୍ରସନ୍ନ ହେଲେ ଏବଂ ଅନ୍ୟ ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ, ଆମ ଜୀବନ ମଧ୍ୟ ପାଣି ଭଳି ଅସ୍ୱଚ୍ଛ। ଯେ ପର୍ଯ୍ୟନ୍ତ ଆମେ ଭଲ କାମ କରିବା ସେ ପର୍ଯ୍ୟନ୍ତ ସବୁ କିଛି ଶୁଦ୍ଧ। କିନ୍ତୁ ଜୀବନରେ ଅନେକ ଥର ଦୁଃଖ ଓ ସମସ୍ୟା ଆସେ, ଯାହାଦ୍ୱାରା ଜୀବନ ରୂପକ ପାଣି ଦୂଷିତ ହୋଇଯାଏ। କିଛି ଲୋକ ପ୍ରଥମ ଶିଷ୍ୟ ଭଳି ଖରାପ କଥା ଦେଖି ଭୟଭୀତ ହୋଇଯାଉଥିବା ବେଳେ କିଛି ଧୈର୍ଯ୍ୟବାନଶୀଳ ଲୋକ ବ୍ୟାକୁଳ ହୁଅନ୍ତି ନାହିଁ। କିଛି ସମୟ ପରେ ଦୂଷିତ ରୂପକ ସମସ୍ୟା ଓ ଖରାପ କଥା ଆପଣା ଛାଏଁ ଦୂର ହୋଇଯାଇଥାଏ। ସମସ୍ୟା କେବଳ କିଛି ସମୟ ପାଇଁ ଜୀବନ ରୂପକ ପାଣିକୁ ଦୂଷିତ କରିପାରେ, କିନ୍ତୁ ଧୈର୍ଯ୍ୟରେ କାମ କଲେ ସମସ୍ୟା କିଛି ସମୟ ପରେ ଆପଣଙ୍କୁ ଛାଡ଼ି ଚାଲିଯିବ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ସମସ୍ୟା କେବଳ କିଛି ସମୟ ପାଇଁ ଜୀବନ ରୂପକ ପାଣିକୁ ଦୂଷିତ କରିପାରେ, କିନ୍ତୁ ଧୈର୍ଯ୍ୟର ସହିତ କାମ କଲେ ସମସ୍ୟା କିଛି ସମୟ ପରେ ଆପଣଙ୍କୁ ଛାଡ଼ି ପଳାଇବ। ବିପଦ ବେଳେ ଧୈର୍ଯ୍ୟ ଧରନ୍ତୁ, କର୍ମ ଠିକ୍ କରନ୍ତୁ, ସମୟ ସବୁ ଠିକ୍ କରିଦେବ। ବେଳେବେଳେ ଦେଖାଯାଏ ଲୋକମାନେ ଆପଣଙ୍କ କଥାକୁ କହିବା ପୂର୍ବରୁ ଆଗେ କହି ପକାନ୍ତି। ଶୁଣନ୍ତୁ କଥାଟି, ଘି ସେ ଆଚ୍ଛା ହେ ତେଲ। କ'ଣ ଘିଅଠାରୁ ଭଲ ତେଲ? ଆରେ ବନ୍ଧୁ ଶୁଣ ତ ଥରେ, ଘିଅଠୁ ଆଚ୍ଛା ହେ ତେଲ ମାଲିସ କେ ଲିଏ। ସବୁ କ୍ଷେତ୍ରରେ ଆପଣ ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କ ଜୀବନ
ସରସ ସୁନ୍ଦର ଓ ମଧୁମୟ ହେଉ। ଏତିକି ଜଗନ୍ନାଥଙ୍କ ଠାରେ ମନସ୍କାମନା କରି ଆପଣଙ୍କୁ ଧନ୍ୟବାଦ ଜଣାଇ ଭିଡ଼ିଓଟିକୁ ଏଇଠି ରଖୁଛି। ଆପଣଙ୍କ ହୃଦୟକୁ ଯଦି ଛୁଇଁଥିବ ତାହେଲେ ଏକ ଛୋଟ ଲାଇକ୍ କରି ଭିଡ଼ିଓଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓରେ ଜୟ ଜଗନ୍ନାଥ ନିଶ୍ଚିତ ଲେଖନ୍ତୁ। ଆପଣଙ୍କ ଜୀବନ ସାର୍ଥକ ହେଉ। ଆପଣଙ୍କ ଚଲାବାଟରେ ସଦାସର୍ବଦା ଫୁଲ ଫୁଟୁ। ଜୟ